କରପତ୍ର ଯୋଡି ତୋତେ ଦୁଃଖ ଜଣଉଛି ଜଣଉଛି ଆସିଗଲା ଫୁଲ ଏବଂ ପତ୍ର ପତ୍ର ସତ୍ କର୍ମ ରୂପକ ଫଳ ତୋତେ ଅର୍ପଣ କରୁଛି କରୁଛି ପ୍ରେମ ରୂପକ ଅଶ୍ରୁ ହଁ ବା ଜଳ ତୋତେ ଦାନ କରୁଛି କରୁଛି ତେଣୁ ତାକୁ ମା ଗ୍ରହଣ କରି ଆର ମୋର ଦୁଃଖକୁ ତୁ ଲାଘବ କରିଦେ ମା ମା ସେଇ ଉଦ୍ଦେଶ୍ୟରେ ଆଉ ଗୋଟା ପଦ ହଉ ପ୍ରଭୁଙ୍କ ଉଦ୍ଦେଶ୍ୟରେ ବେଶ ଆଜି ମୁଁ ଏଠି ଉପସ୍ଥାପନା করে ହଁ ହଁ ମନେ ପକେଇ ଦଉଛି ମାଛିପଡା ମଞ୍ଚରେ ଗାଇଲା ବେଳେ ସେଇଠି ଆଜି ସିଏ ଆଉ ଇହ ଜଗତ ନାହାନ୍ତି ନାଇଁ ନାଇଁ କଣ୍ଟା ବଣିଆ ଶାସନରେ ସୃଷ୍ଟି ହେଇଥିଲେ ଲକ୍ଷ୍ମଣ ଆଚାର୍ଯ୍ୟ ଲକ୍ଷ୍ମଣ ଆଚାର୍ଯ୍ୟ 3 ଖଣ୍ଡି ପୁସ୍ତକ ଲେଖିଥିଲେ ସେ ମାଛିପଡା ମଞ୍ଚରେ ଗାଇଲା ବେଳେ ସେ 3 ଖଣ୍ଡି ପୁସ୍ତକ 13 ଦିନର କୀର୍ତ୍ତନର ଶେଷ ଦିନରେ ମୋର ପାଳି ଥିଲା ହଉ ହଉ ଗାଉ ଗାଉ 6 ଘଣ୍ଟା ହେଇଗଲାଣି 6 ଘଣ୍ଟା କିନ୍ତୁ ସେଦିନ କୀର୍ତ୍ତନ ସ୍ୱତନ୍ତ୍ର ଥିଲା ସ୍ୱତନ୍ତ୍ର ସେ କୀର୍ତ୍ତନର ଶେଷରେ ବହି 3ଟି ତାଙ୍କର ପୁଅ ଆଜି ପୁରସ୍କାର ସ୍ୱରୂପ ମତେ ପ୍ରଦାନ କରିଥିଲେ ସେଇ ବହିର ଗୋଟା ଧାଡି ଆପଣଙ୍କୁ ମନେ ପକେଇ ଦଉଛି ହଉ ହଉ ଭକ୍ତ କହୁଛି ପ୍ରଭୁ ତୋତେ ମୁଁ କିଛି ଦେଇ ପାରିବିନି କିଛି ଦବନି ମୋ ପାଖରେ କିଛି ନାହିଁ ମୋର କିଛି ନୁହଁ লীলা নিধি কিয়র পি পূজিবি মুহি লীলা নিধি কিয়রপি পূজিবি মোহি লীলানি হে কিয়পি বিবুরে মোহি যাহা মু দেখুছি জগতে কেবল যাহা মু দেখুছে জগতে কেবল তো ঘরে অটই বুঝিবে মুহি দেবে মোহে পদটি আবৃত্তি করিবা পরে কেউ অনুকরণরে পদটি আবৃত্তি করিছি সূচনা দিয়ে কবি সূর্য বলদেবঙ্কর রচিত চম্পুর অনুকরণরে গ চম্পুর শৈলীରୁ ମୁଁ ଆକୁ ଅବତାରଣା କରିଛି ପଦଟି ଯେଉଁ ଶୈଳୀରେ ଆଜି ସେଇଠି ଆବୃତ୍ତି କରିବାର ଆବଶ୍ୟକତା ଅଛି ସେଇ ଶୈଳୀରେ ସବୁ କ୍ଷେତ୍ରରେ ମଧ୍ୟ ସେ ଆବୃତ୍ତି ହୋଇପାରେ ନା ସଂଗାତରେ গলাড়ি তো গোলা কথা সংঘাত রে গলাড়ি তো গলা
পতে সিনা মো তোতে চারো ছে গোপতে সে রাম তোতে পচারো ছে বসিপ দারু ব্যথা গলারি তো গলা কথা সংগাত গলারি তো গলা কথা ଏ ଲୀଳା ନିଧି କି ଅର୍ପିବି ମୁହିଁ ଯାହା ମୁଁ ଦେଖୁଛି ଜଗତ ବକ୍ଷରେ ସବୁ ତୁମରି ଅଟଇ ଯାହା ଦେଖୁଛି ସବୁ ହଉଛି ଆପଣଙ୍କର ଆପଣଙ୍କର ଏଠି ମଧ୍ୟ ସେଇ ଭାବଧାରାରେ ହଁ ହଁ ହେ ମା ହେ ମା କାହିଁକି ମୁଁ ଧଣ୍ଡାମାଳ ଦେଇ ତତେ ପୂଜା କରିପାରୁନି କାହିଁକି ନା ଯୋଉ ଫୁଲ ଯୋଉ ପତ୍ର ତା ଭିତରେ ଆଜି ଦେଇ ମୁଁ ଗୋଟେ ମାଳା ତିଆରି କରିବି ସେ ମୋର ନିଜସ୍ୱ ନୁହଁ ତେଣୁ କେବଳ ମନ ହଁ ରୂପକ ଫୁଲ ହାତ ଯୋଡି ଏ ସତ୍କର୍ମର ଫଳ ହଁ ପ୍ରେମ ଅଶ୍ରୁରେ ତୋର ପାଦ ଧୋଇ ଦଉଛି ହଁ ମା ମୋ ପ୍ରତି ତୁ ଟିକେ ସଦୟ ହବୁ ହବୁ ଏଇ ଭାବରେ ଗୀତଟି ଲେଖିଦେଇ ହ୍ୱାଟ୍ସଆପ ରେ ଛାଡିଲି ହେଲେ ନିରଞ୍ଜନ କଣ କହିଲେ ଫୋନ କରି କହିଲା ହଁ କହିଲା ଗୁରୁଦେବ ହଁ କହିଲେ ଯୋଉ ଶବ୍ଦ ସଂଯୋଜନା ତମେ କରିଛ ହଁ ଏ ଶବ୍ଦ ସବୁ ଆମେ ଉଚ୍ଚାରଣ କରି ଗାଇ ସ୍ପଷ୍ଟ ଭାବରେ ଆମେ ଠିକରେ ଚ୍ୟାନେଲକୁ ଶୁଣେଇ ପାରିବୁନି ନା 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 ଆକୁ ଆଉ ଟିକେ ସରଳ କର ସରଳ କର କାହିଁକି ନା ସିଏ ସିନା ଏ କଥା କହିଲେ କିନ୍ତୁ ସାରା ଓଡିଶାରେ ଚ୍ୟାନେଲ ମାଧ୍ୟମରେ ଏ ଗୀତଟା ପହଞ୍ଚେଇବାର ଇଚ୍ଛା ରଖି ମୁଁ ଆଜି ଏଠି ଆବୃତ୍ତି କରିଛି ହଁ ତେଣୁ ସେ ଦିନ ନିରଞ୍ଜନର କଥାର ଅନୁସାରେ କହିଲା ଗୁରୁଦେବ ଆଉ ଟିକେ ତାକୁ ଗୋଟେ ସରଳ ଲେଖା କରି ମୋ ପାଖକୁ ଟିକେ ସରଳରେ ଲେଖିକି ଛାଡିଲେ ଆମେ ମାନେ ଗାଇ ପାରିବୁ ତେଣୁ ସେଇଠି ସରଳରେ ମୁଁ କହିଲି ତାହେଲେ ମତେ ଟିକେ ସମୟ ଦରକାର ଏବେ ସମୟ ନାହିଁ ମୁଁ ଆଜି ଆଉ ଲେଖି ପାରୁନି କାଲି ଲେଖିକି ଛାଡିଦେବି ଆଉ ଅଲଗା ଗୋଟାଏ ସାହିତ୍ୟ ଭିତରେ ରହୁଇ ତେଣୁ ଆଜି ଆଉ ସମୟ ନାହିଁ ନାଇଁ ନାଇଁ ତା ପରଦିନ ଲେଖିକି ଛାଡିଲି ଛାଡ଼ିଲ ସେ ଗୀତଟି କହିଲା ହଁ ଏ ଗୀତଟା ହେଇପାରିବ ହେଇପାରିବ ଦେଖି କୋଉ ଗୀତଟା ଆମେ ଟିକେ କହିଲା ଜାଣିଛୁ। ମାଲୋ ମହିମା ମଇ କୃପା କର କୃପା ମଇ মালো মহেমা তই কৃপা কর কৃপাময়ী মালো মহিমা মই কৃপা কর কৃপাময়ী মালো মহিমা ময়ী কৃপা কর কৃপাময়ী তারে জলা ইবি দুঃখ কারে জলা দুঃখ সহায়তা বড় তোহে ভালো মরুণা ময়ী কৃপা ময়ী ভালো মরুণা ময়ী কৃপা পর কৃপা ময়ী ଆ ଭିତରେ ପୁଣି ମୋର ଗୋଟେ ମୁଖ୍ୟ ଉଦ୍ଦେଶ୍ୟ ଅଛି ଆଉ କଣ ସେ ମୁଖ୍ୟ ଉଦ୍ଦେଶ୍ୟଟି କଣ ଯେହେତୁ ଆଜି ମାଙ୍କର ଉଦ୍ଦେଶ୍ୟରେ ହରି ଦରବାରରେ ହରି କୀର୍ତ୍ତନ ଏଠି ହରିବୋଲ ତେଣୁ ଦବା ଏଇ ମାଙ୍କର ବନ୍ଦନା ଭିତରେ ବେଶ ଆମର ଆଲୋଚନା ଜାରି ରହିଛି କହିଦିଅନ୍ତୁ ଏଠି ଗୋଟା ହରିବୋଲ କଥା ଦେଇଦବା। ପ୍ରଥମରୁ କହିଥିଲେ ନିବାସିନା ସେଟା ମୋର ମନ ଭିତରେ ଅଛି ମୁଁ ଶେଷକୁ ସୂଚନା ଦେଇ କଥା ଆଜ୍ଞା ସାରିବି ତେଣୁ ମାଲୋ ମହିମା ମୟୀ କୃପା କର କୃପାମୟୀ ମୟୀ
ତୁ ହଉଛୁ ମହିମାମୟୀ। ଆହା ଆଜି ମାର ଭୂମିକା ହଉଛି ସ୍ୱତନ୍ତ୍ର। ମାର ସ୍ନେହର ତୁଳନା ନାହିଁ, ଆହା ଗୁଣର ତୁଳନା ନାହିଁ। ନା ଗୋଟା ଧାଡି ମନେ ପଡିଯାଏ। ଗୋଟେ ଧାଡି ଦିଅ କାହାର ଲେଖା ଜାଣିଛ? କାହାର ଆପଣ ମାନେ ଆଜି ବିଶ୍ୱ ବକ୍ଷରେ ହଁ ସମସ୍ତଙ୍କୁ ଶ୍ରେଷ୍ଠ ସମ୍ମାନର ଅଧିକାରୀ ଭାବରେ ହଁ ଯିଏ ସମ୍ମାନିତ କରାଇବା ପାଇଁ ହଁ କେହି କାହାକୁ ନ କହିଲେ ମଧ୍ୟ ସମସ୍ତେ ଦେବା ପାଇଁ କି ବାଧ୍ୟ ହୁଅନ୍ତି। ହଁ ସେ ଜଣକ କିଏ ଜାଣିଛ? କିଏ ସେ ଅବିଭକ୍ତ ପୁରୀ ଜିଲ୍ଲା ହଁ ଏବାର ନୟାଗଡ଼ ଜିଲ୍ଲାର ଅନ୍ତର୍ଭୁକ୍ତ ହୁଁ ଖଣ୍ଡପତନରେ ସୃଷ୍ଟି ହେଇଥିଲେ ହୁଁ ଚନ୍ଦ୍ରଶେଖର ସିଂ ସାମନ୍ତ, ସାମତ ଯିଏ କି ହଉଛନ୍ତି ବିଶ୍ୱର ଶ୍ରେଷ୍ଠ ଗଣିତଜ୍ଞ। ହୁଁ ଶ୍ରେଷ୍ଠ ଗଣିତଜ୍ଞ ଭାବରେ ହଁ ହଁ ସେ କାହିଁକି ପରିଚିତ? କାହିଁକି? ଗୋଟା ପଦ ମନେ ପକେଇ ଦଉଛି ଆଉ ଜଣେ କବିଙ୍କର ଗୋଟା ପଦ ଲେଖାରୁ। ହଉ ହଉ ସେ କବି ଜଣକ କିଏ? କିଏ? ସେ କବି ଜଣକ ହଉଛନ୍ତି ଏବେର ବିନୋଦପଡା ଗ୍ରାମରେ ସୃଷ୍ଟି ହେଇଥିବା ହୁଁ ଜଣେ ବିଜ୍ଞାନ ଶିକ୍ଷକ ହେଲେ ସାହିତ୍ୟ ହଁ ଏତେ ଆଜି ତାଙ୍କ ନିକଟରେ ହୁଁ ଭରପୁର ଭାବରେ ଅଛି। ହୁଁ କେତେ ଖଣ୍ଡ ବହି ସିଏ ଲେଖିଲେଣି। ଯେତେ ଖଣ୍ଡ ଲେଖା ହଉଛି ଏବେ ବି ଫୋନ କରିଥିଲେ ମୁଁ କୋଟନୀ ଶିଳାରେ ଗାଇବା ଦିନ ସେଦିନ ବି 2 ଖଣ୍ଡ ତାଙ୍କ ରଚିତ ବହି ବି ଦେଇଛନ୍ତି। ହଉ ହଁ ହଉ ହେ ମୋର ଜ୍ଞାନୀଗୁଡି ମହୋଦୟ ତାଙ୍କ ଲେଖାରୁ ଗୋଟା ପଦ। ନାହାନ୍ତି କଣ? କାହିଁକି ନା ଏ ମାଟିର ଆଜ୍ଞା ତୁଳନା ନାହିଁ। ନାଇଁ ନା ନାଇଁ ସେଇ ମର୍ମରେ ସେ ଲେଖିଛନ୍ତି ହଁ କଲା ଏଇ ମାଟି କି ଜୁହାର করে ঘন্ট পিটিকি এই মাটি কি এই মাটি কি জুয়ার করে ঘট পিটি কি বিলাতি পিস্তল নহি সমতুল নীলাতি পিতল লোহি সমতুল বিলাতি পিস্তল নহি সমতুল ଆଉ বিলাতি পিতল লোহি সমতুল বুঝিলে যাহার লাঠি কি এই মাটি কি এই মাটি কি জুহার করে ঘট পিটি কি এই মাটি কি জুহার করে ঘন্ট পিটিকি পিটি কি ঘন্ট বাড়ে কি ଆମେ হুম ନିଶ୍ଚିତ ଭାବରେ ଉଦ୍ଘୋଷଣ କରିବା ଏ ମାଟିର ମରମ ବେଶ ବହୁତ ଉର୍ଦ୍ଧ୍ୱରେ। ଉର୍ଦ୍ଧରେ ଯୋଉଠି ବିଲାତି ପିସ୍ତଲ ହଁ ସମାନ ହେଇପାରୁନଥିଲା ନା ନା ଏଇ ମାଟିର ସୁଯୋଗ୍ୟ ସନ୍ତାନ ମାନଙ୍କ ନିକଟରେ। ହେଲା ତେଣୁ ପୂଜା ପାଇଲା ଏଇ ମାଟିର ଲାଠି। ହଉ କୋଉଠି ପୂଜା ପାଇଲା? ବ୍ରିଟିଶ ପାର୍ଲାମେଣ୍ଟରେ। ହଉ କାହିଁକି ନା ଯେତେବେଳେ ଇଂରେଜ ଶାସନ ସମୟ ହଁ ହଁ ଯୋଉ ଲାଠିରେ ଆଜ୍ଞା ସାହେବର ମର୍ଡର ହେଲା। ବେଶ ଆପଣ ମାନଙ୍କୁ ସଂକ୍ଷିପ୍ତ ଭାବରେ ଟିକେ ସୂଚନା ଦଉଛି। ବେଶ ବେଶ ତତ୍କାଳୀନ ସମୟରେ ମୁଁ ମନେ ପକେଇ ଦଉଛି ହଁ ହଁ ଏ ସମୟଟା ହଉଛି ତାହା। ଏଥିରେ 7ଟା ବେଶ ଶାନ୍ତି ଦରକାର। ଶାନ୍ତି ସାତଟା ଦରକାର ଶାନ୍ତି ଆ ଶାନ୍ତି ଗୋଟେ ପରା ସାତଟା କେମିତି ହେଲା କଣ ବୁଝିଲ? ଶାନ୍ତି ମାନେ ଶାନ୍ତିରେ ଟିକେ ନିଶ୍ୱାସ ମାରିଛି ଇଏ ତ ଶାନ୍ତି କଥା ଆଉ କଣ ସେ ନିଶ୍ୱାସ ଶାନ୍ତିରେ ମାରିବାକୁ ହେଲେ ହଁ 7ଟି ଉପାଦାନ ଦରକାର। ସାତଟା ଉପାଦାନ ଏଇ ଋତୁରେ ତାହେଲେ କଣ କଣ କହ କହିଲେ ତୈଳ ତପନ ତାମ୍ବୁଳ ଗୁଳିକା ତପ୍ତ ଭୋଜନ ତପ୍ତ ବାରି ତରୁଣାଙ୍ଗୀ ଶୀତେ ଶବ୍ଦ ସୁଖ ମାଚରଏ। ତୈଳ ବୋଲେ ତେଲ। ହଁ ତେଲ ଟିକେ ଲଗେଇବାକୁ ଶୀତ ଦିନ ଭଲ ଲାଗିବ ଶୀତ ଦିନେ ତେଲ ଲଗେଇଲେ ଟିକେ ଶାନ୍ତି ଶାନ୍ତି ବେଶ ତପନ 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 ବୋଲେ ସୂର୍ଯ୍ୟାଲୋକ। ସୂର୍ଯ୍ୟଙ୍କ ହଁ, କିରଣ ଭଲ ଟିକେ କହିଲେ ଦରକାର। ଭଲ ଲାଗେ। ସୂର୍ଯ୍ୟଙ୍କ କିରଣ ଦେହରେ ଲାଗିଲେ ହଁ ହଁ କୁସୁମ ଲାଗେ ଶାନ୍ତି ଲାଗେ। ହଁ। ଶାନ୍ତି କାଲି ଅନୁଭବରେ ଜାଣିଥିବେ ଦିନ
ପ୍ରାୟ 12ଟା ପର୍ଯ୍ୟନ୍ତ ହଁ ହଁ ଯୋଉ ଫରି ଭାବରେ କୁହୁଡା ଆଚ୍ଛନ୍ନ କରିକି ରଖିଲା ଛାଡନ୍ତୁ ଆଉ ଛାଡ ଛାଡନ୍ତୁ ସେଗୁଡା କୁହନି। ହେ ମୋର ଜ୍ଞାନୀ ଗୁଣୀ ମହୋଦୟ ହଁ ତାପରେ ସୂର୍ଯ୍ୟ କିରଣ ଶୀତ ଋତୁରେ ନ ପଡିଲେ ଶାନ୍ତି ଆସେ ନା ଆସେ ନା। ନା। ତୈଳ ତପନ ତାମ୍ବୁଳ ତାମ୍ବୁଳ ବୋଲେ ପାନ 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 ହଁ, ପାନ ଯିଏ ଖାଉଥିବ ସେ ଜାଣୁଥିବ ଆ ପାନ ଖଣ୍ଡେ ତୁ ନଥିଲା ଖାଉନୁ ମୁଁ କି? ମଗେଇଛି ମୁଁ ନା ଆଉ। ଖାଉନି ମୁଁ ତିଆରି କରୁଛି ହଉ ହଉ ପାନ ମୁଁ ମଗେଇଛି ଏଇନୁ ହଁ। ସାଙ୍ଗେ। ହଉ ହଁ ହଁ କାହିଁକି ଏଇଦିନେ ନା ଖାଇବାକୁ ଟିକେ ସ୍ୱାଦ ଲାଗିବ ବିକ୍ରି କରୁଛି କିନ୍ତୁ ନିଜେ ଖାଇପାରିବେନି। କାଳେ ଖର୍ଚ୍ଚ ହେଇଯିବ ନାଇଁ ନାଇଁ ଆମେ ଖାଇବୁ ନା। ହଁ ତୈଳ ତପନ ତାମ୍ବୁଳ ତୁଳିକା ତୁଳିକା ହଁ। କଣ ସେଇଟା ତୁଳିକା ବୋଲେ ତୁଳା ସେଜ ଶୀତ ହଁ। ଋତୁରେ ଶାନ୍ତି ଆ ଦିଏ ଗରମ ଉଠେଇବ ତପ୍ତ ଭୋଜନ ହଁ ଗରମ ଖାଦ୍ୟ ସହଜେ ଶୀତ ଦିନ ଗରମ ଖାଦ୍ୟ ହଁ, ଟିକେ ଡାଲିଟା ଗରମ କରିଦେଇଥା ହଁ ନାଇଁ ହଁ। ଗରମ ତ ହେଇଛି ଆଉ କରିବେ କଣ ଗରମ ନାଇଁ ହେଇଛି ଥଣ୍ଡା ହେଇଗଲାଣି। ଗରମ ଖାଦ୍ୟ ଶୀତ ଯାହାହେଲେ ଋତୁରେ ଥଣ୍ଡା ହେଇଯିବ ନା ଶୀତ ଦିନଟା ତାପରେ ହଁ ଏଇ, ତପ୍ତ ବାରି ତପ୍ତ ବାରି ତପ୍ତ ବୋଲେ ଉଷୁମ ବାରି ବୋଲେ ଜଳ ଉଷୁମ ପାଣି ଉଷୁମ ପାଣି ଆଜ୍ଞା ସେଇଥିଲାଗି ଆପଣ ଆଣିଛନ୍ତି ଆଉ ହଁ। ଅବଶ୍ୟ ତ ପୁଣି ଥଣ୍ଡା ହେଇଯିବଣି କଣ କରିବା ହଁ ହଉ ଆଉ ଟିକେ ଉଷୁମ ହେବା। ହଁ ହଁ ଦେଖିବା କରିବା ଆଉ। ହଁ। ଆଉ ଶେଷଟା ଆଉ କହିବାର ଆବଶ୍ୟକତା ନାଇଁ ନାହିଁ। ନାଇଁ ସେଟା କଣ ତରୁଣାଙ୍ଗୀ ଶୀତେ ସପ୍ତ ସୁଖ ମାଚରେ ହଁ ହଁ ଏ 7ଟା ସୁଖ ଆମ ପାଖରେ ଏବେ ଆଦୌ ନାହିଁ ନାଇଁ 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 କିନ୍ତୁ ଗୋଟା ସୁଖ ତା ଭିତରେ ଆମକୁ ବେଳେ ବେଳେ ମିଳୁଛି ମିଳୁଛି ମିଳୁଛି? ମିଳୁଛି। ସେଇ ଚାହା? ଯୋଉ ଉଷୁମ ପାଣି ଟିକେ ଟିକେ ହଁ ହଁ, ହଁ ମଝିରେ ଚାହା ମଝିରେ ଚାହା ଆସିଛି ହଁ ହଁ ସେଇ ଆଜ୍ଞା ଶାନ୍ତି ଦଉଛି ହଁ। ହେ ମୋର ଜ୍ଞାନୀ ଗୁଣୀ ମହୋଦୟ ବେଶ ବେଶ ତାପରେ ଆଜ୍ଞା ଶ୍ଲୋକରେ ଯଦି ଏ 7ଟା କଥା କୁହାଗଲା ହଁ ଏ, ଆହୁରି ଗୋଟାଏ ବି ଶାନ୍ତି ଅଛି ଆଉ ଗୋଟେ କଣ ସେ ଶାନ୍ତିଟା କଣ 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 କହିଲେ ଅମୃତଂ ଶିଶିର ବହ୍ନି ଅମୃତଂ ବାଳ ଭାସିତ ଅମୃତଂ ପ୍ରିୟବତୀ ଭାର୍ଯ୍ୟା ଅମୃତଂ ପୁତ୍ର ପଣ୍ଡିତ ଶିଶିର ବହ୍ନି ଶିଶିର ବହ୍ନି ଶିଶିର ବୋଲେ କଣ ବୁଝିଲ ଏ କାକର ହେଇଥିବ ତ ଆଉ। ଏ କାକର ପଡିବା ଋତୁ ହଉଛି ଯୋଉଟା ହଁ ସବୁଠୁ ବେଶୀ କାକର ଆଜି ଆକ୍ରାନ୍ତ କରେ ଯୋଉ ଋତୁରେ ହଁ ବେଶ। ଶୀତେ ହୁଏ ଶୀତ ପୌଷ ଋତୁ। ମାଘ ମାସ ହଁ, ହଁ। ଦେହରେ ରଖ ଶୀତ ବାସ ଶୀତ ବାସ। ଇଏ ହଉଛି ସେଇ ଋତୁର କୀର୍ତ୍ତନ ହଁ ତେଣୁ ସେଇଥିପାଇଁ କି ହୁଁ। ସମୟ ବେଶୀ ନେଲେ ବିଶେଷ ଅସୁବିଧା ହଁ ତେଣୁ ଯଥା ସମୟରେ ଆମେ ସାରିବାକୁ ପଡିବ ପଡିବ ପଡିବ। ଦେହ କାଠ ହେଇଯାଉଛି ତେଣୁ ସମସ୍ତେ ଅନେଇକି ବସିଲେଣି। ଅମୃତଂ ଶିଶିର ବହ୍ନି ହଁ, ସବୁଠୁ ଆଜ୍ଞା ଶୀତ ଋତୁରେ ବେଶ। ବେଶୀ ଆଜ୍ଞା ଆନନ୍ଦ ଦିଏ ହୁଁ। ଆଜ୍ଞା ସେଇ ପୁରୁଣା କାଳର ଆଜ୍ଞା ଉମେଇ ନିଆଁ କଣ ହଁ। ସେ ତେଣୁ ଦାଣ୍ଡରେ ହାଟରେ ଅନେକ ଜାଗାରେ ହଁ ହଁ ନିଆଁ ଜଳା ହେଲେ ଆଜ୍ଞା ହଁ ହଁ ସିଏ ଆମକୁ ବେଶୀ ଶାନ୍ତି ଦିଏ 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 ହଁ ଶାନ୍ତି। ହଁ ଅମୃତଂ ବାଳ ଭାସିତ ହଁ 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 ଆଜ୍ଞା ପିଲାମାନଙ୍କର ଦୋଖଣ୍ଡିଆ କଥା ହୁଁ ସିଏ ଆମକୁ ଅମୃତ ଭଳିଆ ଲାଗେ ଲାଗେ ଅମୃତଂ ପ୍ରିୟବତୀ ଭାର୍ଯ୍ୟା ଭାଜା। ତେଣୁ ଆଜ୍ଞା ଅନେକ ଗୁଣ ଆ ଭିତରେ ଅଛି ମୁଁ ଆଉ ହାତ ବେଶୀ ବାଟ ବଢଉନି ନାଇଁ 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 ତେଣୁ ଯଦି ସେଇପରି ହୁଁ ଆଜ୍ଞା କ୍ରୋଧେ ଦାସୀ ରତେ ବେଶ୍ୟା ଭୋଜନେ ଜନନୀ ସମା ହଁ ବିପଦେ ବୁଦ୍ଧି ଦାଇନୀ ବେଶ। ସା ଭାର୍ଯ୍ୟା କୁଳମଣ୍ଡନା ତେଣୁ ଏଇପରି ଗୁଣରେ ଏ, ଯଦି ଯୋଉ ପ୍ରିୟବତୀ ଭାର୍ଯ୍ୟା ଶାନ୍ତି ଦଉଥବ ସିଏ ଆଜ୍ଞା ଶାନ୍ତିଦାୟକ ବେଶ ବେଶ। ଆଜ୍ଞା ଆଉ ଗୋଟେ ଅମୃତଂ ପୁତ୍ର ପଣ୍ଡିତ ଯଦି ପୁଅଟି ଆଜ୍ଞା ପଣ୍ଡିତ ହେଇଛି ହଁ, ଶୀତ ହଁ। ଋତୁରେ ଆଜ୍ଞା ଆଜ୍ଞା ଖାଲି ନୁହଁ ନାଇଁ, ସେ ନାଇଁ। ସବୁ ସମୟରେ ଆମକୁ ଶାନ୍ତି ପ୍ରଦାନ ଶାନ୍ତି କରିବେ ପ୍ରଦାନ ଶାନ୍ତି ହେ ଶାନ୍ତି ମୋର ଜ୍ଞାନୀ ଗୁଣୀ ମହୋଦୟ ହେଲା। ଏଇ କଥା ହଁ ଆଜି ଆଲୋଚନା କଲା ବେଳେ ବେଶ। ସୂଚନା ଦେଇଛୁ ହୁଁ। ସ୍ୱଳ୍ପ ସମୟ ଭିତରେ ହଁ 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 ଆମେ ମାନେ ସାରିବାର ଆବଶ୍ୟକତା ଅଛି ହଁ ହଁ ତେଣୁ ଏ ଶୀତାର୍ଥ ରଜନୀ ବେଶ। ଶୀତ ରଜନୀରେ ଆଲୋଚନା ହଉଥିଲା ବେଳେ ହୁଁ। ସେ ମା କଥା ଉପରେ ପ୍ରାଧାନ୍ୟ ଦେଇ ହଁ। ଆପଣଙ୍କ ନିକଟରେ ହଁ ଗୋଟା ପ୍ରମାଣ ଦବାକୁ ଇଚ୍ଛା କଲା ବେଳେ ହଁ ଏ, ହଁ ଗୋଟା ପଦ ବନିଗଲା ହୁଁ। ସେଇ ପଦଟି ମୁଁ ଆବୃତ୍ତି କଲି ଏଇ ମାଟି କି ଜୁହାର କରେ ଘଣ୍ଟ ପିଟି ପିଟିକି ପିଟିକି ପିଟି ଆମେ ଘଣ୍ଟ ବାଳେଇକି ହୁଁ। ଆଜି ନିଶ୍ଚିତ ଭାବରେ ସମସ୍ତେ ମାନିବା ମାନିବା। ଏଇ ମାଟିର ଗର୍ବ ଗୌରବ ହଁ ମନେ ପକେଇ ଦଉଛି ହୁଁ। ହଁ ହଁ 1939 ମସିହା ହଁ ଜାନୁଆରୀ ମାସ ହଁ 3 ତାରିଖରେ ହଁ ରାଜପୁର ପାହାଡ ତଳେ ହଁ ପ୍ରଜାମେଳି ଆନ୍ଦୋଳନର ହଁ କର୍ଣ୍ଣଧାର ହଉଛନ୍ତି ହୁଁ। କୃପା ସିନ୍ଧୁ ମିଶ୍ର ମିଶ୍ର ତାଙ୍କ ତତ୍ତ୍ୱାବଧାନରେ ହୁଁ। ପ୍ରଜାମେଳି ଆନ୍ଦୋଳନର ପ୍ରଜା ମାନେ ହଁ ଗୋଟେ ସଭା କରୁଥିଲେ ହଁ ନୟାଗଡ଼ରେ ଖବର ପହଞ୍ଚିଲା ହଁ 4 ତାରିଖରେ ବଜରକୋଟ ଦେଇ ସେ ରାସ୍ତାରେ ସାହେବ ଆସିଲା ବେଳେ ହଁ ବେଶ ବେଶ। ରାସ୍ତା ଅବରୋଧ କରା ହେଇଗଲା ଗଛ କାଟିକି ହଁ ହଁ ଫେରିଗଲା ସାହେବ ହଁ
সেই 1939 মସିହା ଜାନୁଆରୀ ମାସ 5 ତାରିଖ ହଁ ରାଜସୁନା ଖେଳା ଦେଇ ହଁ ଲୋଧା ଚୁଆ ଅତିକ୍ରମ କଲା ପରେ ହଁ ଲୋଧା ଚୁଆ ଠାରୁ ଏ ରଣପୁର ମାଟିର ହଁ ଆଜ୍ଞା ବୀର ନାଗରିକ ହଁ ଏପରି ଆଜ୍ଞା ବୁଦ୍ଧିମାନ ଥିଲା ହଁ ବୁଦ୍ଧି କି କରି ଆଗୁ ସାର ପଣ୍ଡିତ ଜନଙ୍କ ଜନଙ୍କ ବ୍ୟବହାର କଲେ କଣ ଆଜ୍ଞା ଗୋଟାଏ ଆଜ୍ଞା ଜୀବନ୍ତ ଲୋକକୁ ମଲା ଲୋକର ଆଜ୍ଞା ବାହାନା କରେଇ ଶୁଆଇ ଦେଇ ଶଗଡ଼ରେ ହଁ ଭିଡି ଭିଡି ରଣପୁର ରାଜଦାଣ୍ଡରେ ଠିଆ କରେଇ ଦେଲେ ହଁ ଏବଂ ଚହଳ ପକେଇ ଦେଲେ ହଁ କଣ ପଡିଲା ସେତେବେଳକୁ ଚଣ୍ଡୀ ମିଶ୍ରଙ୍କ ତତ୍ତ୍ୱାବଧାନରେ ରାଜବାଟୀରେ ହଁ ହେ ଦିବାକର ପରିଡା ଯାଙ୍କର ଜନ୍ମସ୍ଥାନ ଥିଲା ହଁ ଗଡପାଣି କିଲୋ ହଁ ବଡ ରଘୁନାଥ ମହାନ୍ତି ଯାଙ୍କର ଜନ୍ମସ୍ଥାନ ଥିଲା ହଁ ବାଦଭୂଇଁ ବାଦ ଭୁଇ ତାଙ୍କ ତତ୍ତ୍ୱାବଧାନରେ ସେଠି ଆଲୋଚନା ହଉଛି ହଉଛି ଯେତେବେଳେ ରଣପୁର ବଡ ଦାଣ୍ଡରେ ପ୍ରଚାର ହେଇଗଲା ସାହେବ ଗୋଟେ ମର୍ଡର କରି ହଁ ଆଜି ପଳେଇ ଆସିଛନ୍ତି ହଁ ହଁ ସାହେବ ଦାଣ୍ଡକୁ ବାହାରି ପଡିଲେ କହିଲେ ମୁଁ କାହାକୁ କିଛି କ୍ଷତି କରିନି ନା କାହାକୁ କିଛି କ୍ଷତି କରିନି ନାଇଁ ନା ହେଲେ ସେତେବେଳେ ଶୁଣୁଛି କିଏ ହଁ ଇଏ ଗୋଳ ବେଳେ ଶୁଣିବା ଅବସ୍ଥାରେ କେହି ଅବସ୍ଥାରେ ନଥିଲେ ନାହିଁ ଯେତେବେଳେ ସମସ୍ତେ ହଁ ସାହେବ ଆଡକୁ ମାଡି ଆସିଲେ ଫାୟାରିଂ କଲା ସାହେବ ହଁ ସେଇଟା ଥିଲା ଫାଙ୍କା ଗୁଳି ଗୁଳି ସେ ଶୂନ୍ୟକୁ ଆଜ୍ଞା ଗୁଳିଟା କରିଥିଲେ ହେ କିନ୍ତୁ ଭୟ କରିନଥିଲେ ଏ ରଣପୁର ମାଟିର ସୁଯୋଗ୍ୟ ସନ୍ତାନ ମାନେ ହଁ ବେଶ ବେଶ ସମସ୍ତଙ୍କର ଆଗରେ ଥିଲେ ହଁ ମୋର ଝାଲିଆରେ ସୃଷ୍ଟି ହେଇଥିବା ସୁଯୋଗ୍ୟ ସନ୍ତାନ ହଁ ଯାଙ୍କର ନାଁ ଥିଲା ଅର୍ଜୁନ ରାଉତ ହଁ ଦ୍ୱିତୀୟ ଗୁଳି ମାରିବାକୁ ବାଧ୍ୟ ହେଲେ ଯେତେବେଳେ ଲୋକମାନେ ସବୁ ଚାଳରୁ ଆଜ୍ଞା ରୁଅ ଭିଡିକି ଆଜ୍ଞା ମାଡି ଆସୁଛନ୍ତି ସେ ତ ସମସ୍ତେ ଜାଣି ନାହାନ୍ତି ହଁ ନା ସମସ୍ତେ ତ ଶୁଣିଛନ୍ତି କେବଳ ମାରିକି ପଳେଇ ଆସିଛି ସାହେବ ବୋଲି ହଁ ହଁ ତେଣୁ ଆଜ୍ଞା ମାଡି ଆସିଲା ବେଳେ ଦ୍ୱିତୀୟ ଗୁଳି ଫୁଟେଇ ଦେଲା ବେଳେ ହେ ହେ ଅର୍ଜୁନ ରାଉତର ବକ୍ଷ ଭେଦ କଲା ସେଇ ଗୁଳି ଆରେ ହଁ ରେ ଟଳି ପଡିଲା ସେଦିନ ହଁ ରଣପୁର ରାଜ ବଡ ଦାଣ୍ଡରେ ଅର୍ଜୁନ ରାଉତ ହଁ ଶହୀଦ ହେଇଗଲା ଅର୍ଜୁନ ରାଉତ ହେଲା ହଁ ତେଣୁ ଆଜ୍ଞା ମିଛ ସାକ୍ଷୀ ସଂଗ୍ରହ କରି ହେ ସେଇ କେଶରେ ମୁଖ୍ୟ କର୍ଣ୍ଣଧାର ଦିବାକର ପରିଡା ରଘୁ ମହାନ୍ତି କି ଜେଲକୁ ନିଆଗଲା ଜେଲ ଭୋଗିଲେ କୋଉଠି ଜାଣିଛ କୋଉଠି ବିହାରର ଭାଗଲପୁର ଜେଲରେ ହଁ ଆଜ୍ଞା ରହିଲେ ଯାଇକି ଦିବାକର ପରିଡା ରଘୁନାଥ ମହାନ୍ତି ହଁ 1941 ମସିହା ଅପ୍ରେଲ ମାସ ହେଲା 4 ତାରିଖରେ ହଁ ବିହାର ଭାଗଲପୁର ଜେଲରୁ ଆଣି ହଁ ଆଜ୍ଞା ରଘୁ ଦିବାକରଙ୍କୁ ଫାଶୀ ଦିଆ ହେଇଗଲା ହଁ ଏ ମାଟିର ସୁଯୋଗ୍ୟ ସନ୍ତାନ ଫାଶୀ ପାଇଲେ ହଁ ଏ ରଣପୁର ମାଟିର ଗର୍ବ ଗୌରବ ପାଇ ବାহ ବାହ ତେଣୁ ଏଇ ମାଟି କି ଜୁହାର করে ଘଣ୍ଟ ପିଟିକି বিলাতি পিস্তল নহি ସମତୁଲ ପୂଜିଲେ ଯାହାର ଲାଠି କି ହଁ ତେଣୁ ଯେତେବେଳେ କି ସାହେବ ମର୍ଡର ହେଇଗଲା ହଁ ତେଣୁ ଆଜ୍ଞା ରଣପୁରରୁ ସଂଗ୍ରହ କରାହେଇ ଲାଠି ଆଜ୍ଞା ଗଲା ହୁଁ ଆଜ୍ଞା ବ୍ରିଟିଶ ପାର୍ଲାମେଣ୍ଟକୁ ସେଠି ପରୀକ୍ଷା କରାହେଲା କୌଣସି ଯନ୍ତ୍ର ନାହିଁ ନାଇଁ 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 ଏଥିରେ ପିଟିକି ମରା ହେଇଛି ତାକୁ ଏପର୍ଯ୍ୟନ୍ତ ଆଜ୍ଞା ମ୍ୟୁଜିୟମରେ ରଖିକି ପୂଜା କରାହଉଛି ପୂଜା ହଉଛି ପୂଜା ହଉଛି ମୋର ଜ୍ଞାନୀଗୁଡି ମହୋଦୟ ହେଲା ଏଥିରୁ ଆଉ ଗୋଟେ ପଦ ଗାଇବି ହଉ ଏ କହିଲେ ଗାୟକ ସମ୍ରାଟ ବିଶ୍ୱନାଥ ପଟ ଆଉ ଗାୟକ ସମ୍ରାଟ ବିଶ୍ୱନାଥ ପଟ ଯୋଶୀ ଜନ୍ମିଲେ ଯେ ଉଠିକି ଏଇ ମାଟି କି ଏଇ ମାଟି କି ଜୁହାର କରେ ଘଣ୍ଟ ପିଟିକି ଓଡିଶାରେ ନୁହଁ ବଙ୍ଗଳାରେ ମଧ୍ୟ ବିହାରରେ ମଧ୍ୟ ପାଲା ଜଗତରେ ଉଜ୍ଜଳ ଜ୍ୟୋତିଷ୍କ ହଁ ବିଶ୍ୱନାଥ ପଟ୍ଟ ଯୋଶୀ ଗାୟକ ସମ୍ରାଟ ବାହ ବାହ ଯେ କି ଏଇ ମାଟିର ସୁଯୋଗ୍ୟ ସନ୍ତାନ ଆଜି ଆମେ ମାନେ ତାଙ୍କୁ କେବେ ହେଲେ ଭୁଲି ଭୁଲି ପାରିବା ପାରିବାନି ଭୁଲି ନା, ପାରିବାନି ମୋର ଜ୍ଞାନୀଗୁଡି ମହୋଦୟ ହଁ ମନେ ପଡିଯାଏ ହଁ ନନ୍ଦଲାଲ କବି ଡକ୍ଟର ମାୟାଧର ମାନସିଂ ମାନସିଂ ହଁ ସେ କଣ ସୂଚନା ଦେଇଛନ୍ତି କଣ କହିଲେ କବି କଳାକାର ଭକତ ଦେଶ ସେବକ ଚାରି ଏ ଦେଶ ଭକତ ଚାରି ଅମରି ଅମର କୁହନ୍ତି ଶାସ୍ତ୍ର କହେ ବିଚାରି କହେ ବିଚାରି
বিচারি কহে বিচারি কহে বিচারি কহে বিচারি কহে বিচারি কহে বিচারি মধু সমাবেশী নাই হাতুকো না বেশি পালি গানা কবি কলাকার ভকত দেশ সেবক চারি কবি অমর ଆମର ଜଣେ କଳାକାର ଅମର ଆମର ଯେତେ କବି ଅତୀତରେ ଥିଲେ ହେ ତାଙ୍କର ଲେଖା ଥିବା ପର୍ଯ୍ୟନ୍ତ ହଁ। ସେମାନେ ଅମର ଆମର କଳାକାରଙ୍କର ପରିବେଷଣର ଶୈଳୀ ହଁ ଯେତେ ଦିନ ପର୍ଯ୍ୟନ୍ତ ମନେ ପଡୁଥିବେ ପଡୁଥିବ। ସେତେ ଦିନ ପର୍ଯ୍ୟନ୍ତ ସିଏ ଅମର ଅମର ଆମର କବି କଳାକାର ଭକତ ସତ୍ୟ ଯୁଗ ତ୍ରେତା ଯୁଗ ଦ୍ୱାପର ଯୁଗରେ ଅନେକ ଭକ୍ତ ମାନ ଥିଲେ ଭକ୍ତି କରିଥିବାରୁ ତାଙ୍କୁ ଆମେ ମନେ ପକେଇ ପୁରାଣରେ ଲେଖିଛେ ତେଣୁ ସେମାନେ ହିଁ ଅମର ଆମର ଦେଶ ସେବା କରୁଥିବା ରାଜନେତା ତାଙ୍କୁ ଏ ଦେଶ ସବୁଦିନ ପାଇଁ କି ମନେ ମନେ ପକେଇବ ମନେ ପକଉଛି ଅନେକ ଦେଶ ସେବକ ଭିତରେ ହଁ ହଁ ଆଜି ଅନେକ ଏପରି ଅଛନ୍ତି ଆମେ ତାଙ୍କୁ କେବେ ହେଲେ ଭୁଲି ପାରିବାନି ନା ଏଇ ମାଟିରେ ଆଜ୍ଞା ଯଦି ଆମେ ଦେଖିବା ଯାହାଙ୍କର ଗୀତ ଗାଇଲେ ଯାହାଙ୍କର କଥା ମନେ ପକେଇଲେ ବେଶ। ଏଇ ମାଟିରେ ଜଣେ ସୁଯୋଗ୍ୟ ସନ୍ତାନ ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର ମହାପାତ୍ର ବେଶ ବେଶ ପୁଣି ଆଉ ଟିକେ ଦୂରଦୃଷ୍ଟି ଦେଲେ ସିଏ ଆଉ ଗୋଟେ ଆଡିକି ପଳେଇଯିବ ଛାଡି କଥା। ଆସନ୍ତୁ ମୁଁ ସିଆଡିକି ନଉନି ନାଇଁ ନାଇଁ ଉତ୍କଳ ଗୌରବ ମଧୁସୂଦନ ଦାସ ଉତ୍କଳ ଗୌରବ ମଧୁସୂଦନ ଦାସ ହେଲା ବେଳେ ଉତ୍କଳ କେଶରୀ ହରେ କୃଷ୍ଣ ମହତା ମହତା ଉତ୍କଳ ମଣି ସବୁଠୁ ଆଜ୍ଞା ଏ ଉତ୍କଳ ପାଇଁକି ସେ ହଉଛନ୍ତି ବରେଣ୍ୟ ତେଣୁ ଏଇ ଉତ୍କଳ ମାଟିର ସୁଯୋଗ୍ୟ ସନ୍ତାନ ଜଣଙ୍କର କଥା ମୁଁ ଆଜ୍ଞା ମନେ ପକେଇ ଦଉଛି ହେ ମୋର ଜ୍ଞାନୀ ଗୁଣୀ ମହୋଦୟ ଇଏ ତ ଆମ ରଣପୁର ମାଟିର ଅନେକ ଇତିହାସର କଥା ଏଇ ମାଟିରେ ଆଜ୍ଞା ଲେଖା ହେଇଥିଲା ହଁ ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କର ଆଜ୍ଞା ଗୋଟା ମହାନ କାବ୍ୟ ହଁ ଏଇଠି ଆଜ୍ଞା ହରିବଂଶ ଏ ଆଜ୍ଞା ଲେଖା ହେଇଥିଲା ଏଇ ମାଟିକି ଆସିବା ପରେ ଅଚ୍ୟୁତାନନ୍ଦ ଦାସ ଲେଖିଥିଲେ ବେଶ ବେଶ କମଳେଶ୍ୱରଙ୍କ ନିକଟରେ ଅଧ୍ୟା ପଢିବା ପରେ ବେଶ ବରପ୍ରାପ୍ତ ହେଇ ଆଜ୍ଞା ଆରମ୍ଭ କରିଥିଲେ ହରିବଂଶ କାବ୍ୟ ବେଶ ବେଶ ହେ ମୋର ଜ୍ଞାନୀ ଗୁଣୀ ମହୋଦୟ ହଁ ଏହା ପରେ ଏଇ ମାଟିର ସୁଯୋଗ୍ୟ ସନ୍ତାନ ହେଲା ବିଶ୍ୱର ଶ୍ରେଷ୍ଠ ଗଣିତଜ୍ଞ ହଁ ଯାଙ୍କର ନାଁ ହଉଛି ଚନ୍ଦ୍ରଶେଖର ସିଂ ସାମନ୍ତ ସାମନ୍ତ ବେଶ ବେଶ ଚନ୍ଦ୍ରଶେଖର ସିଂ ସାମନ୍ତ ବିଶ୍ୱର ଶ୍ରେଷ୍ଠ ଗଣିତଜ୍ଞ ହଁ 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 କାହିଁକି ଆମେ ତାଙ୍କୁ ମନେ ପକେଇବା କାହିଁକି କାହିଁକି କହିଲେ ପାଶକୁ ନ ଗଲେ ପର୍ବତ ମାପିଲେ ଘେନି ତିନି ଖଣ୍ଡ କାଠିକି ଏଇ ମାଟି କି ଜୁହାର ପରେ ଘଣ୍ଟ ପିଟିକି ଗୋଟିଏ ଗୀତର ସବୁ ଆଲୋଚନା କଲା ବେଳେ 3 ଘଣ୍ଟା ସମୟ ଦରକାର ହେ ମୋର ଜ୍ଞାନୀ ଗୁଣୀ ମହୋଦୟ ସୁଯୋଗ୍ୟ ସନ୍ତାନ ଶ୍ରେଷ୍ଠ ଗଣିତଜ୍ଞ ଚନ୍ଦ୍ରଶେଖର ସିଂ ସାମନ୍ତ ଯିଏକି ଆଜ୍ଞା 3ଟା କାଠି ଦ୍ଵାରା ପର୍ବତକୁ ମାପିଥିଲେ 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 କେତେ ଉଚ୍ଚତା ଜାଣି ପାରୁଥିଲେ ହଁ ଗ୍ରହ ନକ୍ଷତ୍ର ତାରା ସମସ୍ତିକି ଗଣି ପାରୁଥିଲେ ଚନ୍ଦ୍ରଶେଖର ସାମନ୍ତ ବୋଲି ଆମ ଯୋଉମାନେ ପାଠ ପଢିଛନ୍ତି ସ୍କୁଲ କଲେଜ ସେମାନେ ଜାଣିଛନ୍ତି ଗାଁ ଗହଳି ବୃଦ୍ଧା ବୟସ୍କ ଯୋଉମାନେ ଅଛନ୍ତି ସେମାନେ ତ ଜାଣିନାହାନ୍ତି ନା ଚନ୍ଦ୍ରଶେଖର ସାମନ୍ତ କିଏ ବୋଲି ଆମ ଲୋକ ପ୍ରଚଳିତ କଥାଟି କହିଲେ ସମସ୍ତେ ଜାଣିପାରିବା ହେ ମୋର ଜ୍ଞାନୀ ଗୁଣୀ ମହୋଦୟ ତାଙ୍କର ଉପାଧି ତାପରେ ସରଳିଆ ପଦଟି ମୁଁ ଆପଣ ମାନଙ୍କୁ ମନେ ପକେଇ ଦଉଛି ଉପାଧି ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂ ସାମନ୍ତ ତାପରେ ଆମେ ସମସ୍ତେ ତାଙ୍କୁ ଜାଣିଛେ ପଠାଣି ସାନ୍ଥ ଏଇଟା ହଉଛି ଲୋକଲୋଚନରେ ସମସ୍ତଙ୍କର ଜଣାଶୁଣା ଶବ୍ଦ ତାଙ୍କରି ସୁଯୋଗ୍ୟ ସନ୍ତାନ ମୁଁ କାହିଁକି ତାଙ୍କୁ ଆଣିଲି ତାଙ୍କର ସୁଯୋଗ୍ୟ ସନ୍ତାନ ମଧ୍ୟମ ସନ୍ତାନ ଗଦାଧର ସିଂ ସାମନ୍ତ ତାଙ୍କରି ଭାଷାରେ ଗୋଟା ପଦ ହଁ ମାର ମହିମା ମାର ମାତୃତ୍ୱ ମାର ମମତା କେମିତିଆ ସେଥିପାଇଁ ଏତେ ବାଟ ହଁ